ଆସିଥିଲି ମାତା ପାର୍ବତୀଙ୍କ ପୂଜାର୍ଚ୍ଚନା ନିମନ୍ତେ କିନ୍ତୁ କେହି ଦୁଇ ଜଣ ଛଦ୍ମବେଶୀ ମୋହରି ପଛରେ ପଡ଼ି ଯାଇଛନ୍ତି। ମା ପାର୍ବତୀ ମୋତେ ତୁମେ ଘୋର ସଂକଟରୁ ଉଦ୍ଧାର କର ମା, ଉଦ୍ଧାର କର ମୋତେ ତୁମେ ଘୋର ସଂକଟରୁ ଉଦ୍ଧାର କର ମୋତେ। ରାଜକନ୍ୟା ମଲ୍ଲିକା ସୁନ୍ଦରୀ ସାକ୍ଷୀ କାହିଁକି ଯାଇଛ ମୋହରି ପଛରେ? ମିଠା ଫଳ ଚାଖିବା ପାଇଁ। ତୁମ ରାଜ୍ୟବାଚ କଥା ଶୁଣିବା ପାଇଁ ମୋ ପାଖରେ ତ ସମୟ ନାହିଁ। ଆସିଥିଲି ମୋ ମାତା ପାର୍ବତୀଙ୍କ ପୂଜାର୍ଚ୍ଚନା ନିମନ୍ତେ। ମୋ ରାସ୍ତା ଛାଡ଼ି ଦିଅ, ଫେରିଯିବି ପୁରକୁ ମୋହର, ଫେରିଯିବି। ମଲ୍ଲିକା ସୁନ୍ଦରୀ ମୁଁ ମଧ୍ୟ ଆସିଛି ତୋ ହାତ ଧରି ନେବା ପାଇଁ। କିନ୍ତୁ ତୋର ସବୁରିକୁ ନୁହଁ, ଆସିଯିବୁ ମୋ ଶୟନ କକ୍ଷକୁ। ନାଇଁ ଆଜ୍ଞା ସିଆଡ଼େ ନେଲେ ହବ। ସାକ୍ଷୀ ଆଗ ବେଦି ବନ୍ଧା ହବ, 7 କଳସ 8 ଦୀପ ବସିବ, ତମର ତାଙ୍କର ଗଣ୍ଠି ପକା ପକି ହବ। ତାପରେ ତା ମଥାରେ ଦେବେ ସିନ୍ଦୁର। ଯେତେ ମିଠା ଫଳ ଚାଖିଆ କଥା ଚାଖିବେ। ଚୁପ୍ କର ତୁମେ। କିଏ ତୁମେ ମାନେ? ଚିହ୍ନି ପାରୁନ ସୁନ୍ଦରୀ? ଆରେ ମୁଁ ତ ଭାବି ପତି ଦେବତା କାମାସୁର। କଣ କହିଲ ତୁମେ? ସାମାନ୍ୟ ଗୋଟେ ଅସୁର ହୋଇ ତୁମେ ପୁଣି ହୋଇବ ମୋର ପତି ଦେବତା? ତୁମେ ପୁଣି ହୋଇବ ମୋ ଶିବତ ସିନ୍ଦୁର? ନା, ଏ ରାଜକନ୍ୟା ମଲ୍ଲିକାକୁ ପାଇବା ଅସମ୍ଭବ। ଅସମ୍ଭବ। ଚାଖି ଯାଇନି ଆଗ ୟା ସହିତ ହେବ ମୋ ବାସର ରାତି। ମୁଁ ଥରେ ଦେବି ସିନ୍ଦୁରର ଗାର। ଏ ଆସରେ ସୁନ୍ଦରୀ ନକର ତୁ ଡରି, ଫଳେ ଧରି ନେବି ପୁରା ମୋର, ଫଳେ ଧରି ନେବି ପୁରା ମୋର। ମଥରେ ଦେଇନ ସିନ୍ଦୁରର ଗାର, ତୁ ହେବୁ କନିଆ ମୁହିଁ ପରର, ତୁ ହେବୁ କନିଆ ମୁହିଁ ପର। ଏ ବସାଇ ବେଦିର ହେବ ତ ବାସର, ଚୁମ୍ବନ ଦେବି ତ ଗଣ୍ଡ ଦେଶ, ଚୁମ୍ବନ ଦେବି ତ ଗଣ୍ଡ ଦେଶ। तुही है बुरानी महारानी मलय रवाणी सत्य हसे, मलय रवाणी सत्य हसे। चुप करो तुम्हें मते आशा करी जाओ तो से मारना गर्भको। नारी हेउची निया मते छिले तुमे जाली पड़ी ध्वंस होई जीवा तुमे बने। चाखी आज मु चाखिबी या अधर अमृत। चाखी आज्ञा आपण डरंतुनी, ए चाखी चैनी अछि माने आपण ताकू जोरिया की कुंठाई की धरिबे, मझिरे मुंडुटाकू टिंगार देबे। हेलो असो सुंदरी, असो मोरी खोटी सुना देरी कोले कोन हेलंबन करी चले हमरी खोटी। बाध्य हेले मु बाध्य हेबी धरिबा। हेलो आमो आरे न मल्लिका सुंदरी, हेलो आमो खोलो, हेलो
હવે કે તું મૂર્ખ મોતે અસી મારી છુપધરે ଅର୍ଜୁନ ହଁ ମୁଁ ହେଉଛି ତୃତୀୟ ପାଣ୍ଡବ ଅର୍ଜୁନ। ଅର୍ଜୁନ ଶଳା ଯୋଉ ବାଟେ ଆସୁଛୁ ହେଇ ବାଟେ ପଳା, ନହେଲେ ଏମିତି ତୋର ଫଟେଇବି ଆଉ ବୋଧେ। ନାଇଁ ନାଇଁ ଆମେ ତ ଫଳ ଚାକୁଥିଲୁ, ତୁ କି ଏବେ ଷଣ୍ଢ ପୁରେଇ ଦେଲୁ। ଯୋଉ ବାଟେ ଆସୁଛୁ ହେଇ ବାଟେ ଯା, ଯିବୁ ନା ଦେଖିବୁ। ନିର୍ପଥ ଆସିଛି ତୁମ ପରି ପାପୀମାନଙ୍କୁ ବିନାଶ କରିବା ପାଇଁ, ଏ ନାରୀର ସତୀତ୍ୱ ରକ୍ଷା କରିବା ପାଇଁ। ଓଟା ଅଟୁନର ଧମ ତମର ଆଜି ନାହିଁ ମୋ ହସ୍ତରୁ ନିଶାର। ପରଦମ୍ଭ କରି କଥା କହନା, ବୃଥା କଥା କହି ମାଥା ଦହନା। অবলা দুবলা অটে এ নারী, নারী সঙ্গে খেলি হেল বই। নারী নিশা খারি আছে মনকু, মলয় কহে জীব দন্তালকু। অর্জুন অসুর હવે તું ઘૂંટાઈ ହେଉଛୁ ଅନ୍ଧ ଦିବସରି ନଦୀ ସହିତତେ ଆମେ ଧାଇଁ ଆସିଛୁ ଛଡ଼ାଇ ଦେବୁ ଏ ମାଲିକା ସୁନ୍ଦରୀ। ନାଇଁ ଅର୍ଜୁନ ଆଜି ମରିବୁ ତୁ ମୋହର ଖଡ଼ଗରେ। তৃতীয় পাণ্ডব অর্জুন চির প্রস্তুত, উঠা তোর অস্ত্র, রক্ষা কর নিজের জীবন এ অর্জুন হস্ত। ଇଏ ଶଳାଟା ଧାଇଁକି କେତେବେଳେ ପଡ଼ିଲା। ଏ ହେ ଶଳା ଡାକିକି ଧରିକି ଆଇଲା, କହିଲା ମିଠା ଫଳ ଚାଖିବା ବୋଲି। ଇଏ ଶଳା ଅଧାରୁ ଧାଇଁକି ପଳେଇଲା, ଫଳ ଚାଖି ପାଇଲାନି। ମୋର ମୁଁ ଚାଖିବି ଏକୁଟିଆ, ସିଏ ଯାଉ ଭଲ ହେଲା। ଏ ମୂର୍ଖ, କୁହ ତମେ ମାନେ ଏଠାକୁ କାହିଁକି ଆସିଥିଲ? ମାନେ ଫଳ ଫଳ? ହଁ ମିଠା ଫଳ ଚାଖିବାକୁ ଆସିଥିଲୁ। ମିଠା ଫଳ ଚାଖିବା ପାଇଁ ଆସିଥିଲ? ହଁ ଆମେ ମିଠା ଫଳ ଚାଖିବାକୁ ଆସିଥିଲୁ। ତୁ କିଏ ବେ ଶଳା ଆସିକି ଷଣ୍ଢ ପୁରେଇ ଦେଲୁ ଏଠି? ଓ ହେଉଛି ଅର୍ଜୁନ, ତୃତୀୟ ପାଣ୍ଡବ ଅର୍ଜୁନ। ତୁ କିଏ ଆଉ ଥରେ କହିଲୁ ତୋ ନାଁଟା? ତୃତୀୟ ପାଣ୍ଡବ ଅର୍ଜୁନ। ଇଏ ଶ୍ୱଶୁର ପୁଅ ଗଲା ତ ଗଲା, ଥଣ୍ଡାଟା ଧରିକି ପଳେଇଲା। ତୋତେ ଆଜି ଛାଡ଼ିବିନି ଶଳା। କଣ କରିପାରିବ ତୁ? ହଇରେ ଶଳା ପାଣ୍ଡିଆନ, ତୁ ଆମ ରତ୍ନ ଭଣ୍ଡାର ଚାବିଟା ଚୋରେଇକି ନେଇଯାଇଥିଲୁ। ସେଇଟା ହେଣ୍ଡା ନେଲୁ ନେଲୁ, ଉଡ଼ା ଜାହାଜ ଚାବିଟା କାହିଁ ନେଲୁ? ଶଳା ଆମେ ପୋଖରୀ ଆଡ଼େ ଯିବୁ ବୋଲି ଯାଇପାରୁନୁ, ହାଲିଆ ହେଇଯାଉଛୁ ଚାଲି ଚାଲି। ଚାବି ଦବୁ ନା ଶଳାକୁ ହାଣି। ନିର୍ପଧ, କୁହ ଏଠାକୁ କାହିଁକି ଆସିଥିଲ? ଆଉ ଚୁପଚାପ ଚାଲିଯାଅ ଏଠାରୁ। ହଁ ପଳେଇବି, ହେଲେ ତୁ ଯାଉନୁ, ଆଗ ତୁ ଆଗରେ ବା। ମୁଁ ମିଠା ଫଳଟା ଚାଖିକି ଯିବି। ଏ ଫଳ ମା, ଇଆଡ଼େ ଅନଉନ, ହିଆଡ଼େ କୁଆଡ଼େ ତାକୁ ଅନେଇ ଯାଉ। ଅରେ ମିଠା ଫଳ ମୁଁ ତତେ ଦେବି। ତୋର ଫଳ କାହିଁ ବେ? ତୋର ଫଳ ନାହିଁ, ତୋ ଫଳ କାହିଁ ଦେଖେଇଲୁ? अरे फल चखिबो परा नाई रे तोर फल काई फल है मा फल मा या डनो न हाड पर ताको ने जौ नान ओ सला हियाड गोटे कागु नक्ष्य करछि रे ये मा ताकु फल जमा दबने ताकु टाकुआटा दे दो से चुचुमियो मते फलरा दब मु चाखिबी अच्छा तमे फल रखिछ हां
ଫଳ ନା ମୋ ପେଣ୍ଡୁ 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 ଥବ ଫଳ ତମେ କେତେଟା ଫଳ ରଖିଛ ଯୋଡ଼େ ନା ତିନିଟା ନା ଚାରିଟା ତୋ ଇଚ୍ଛା ତୁ ଯେତିକି ନେଇପାରିବୁ ନା ବେ ମୁଁ ଯୋଡ଼େ ଚାଖିବି ଆଉ 3-4 ବେଗ ଆମ ଘରକୁ ନେବି ଠିକ ଅଛି ସତରେ ରଖିଛ ଫଳ ହଁ ଭଲ ଫଳ ତ ଆରେ ଏଠିକି ଆସ ମିଠା ଫଳ ହଁ ଦଉନ ଏଠିକି ଆସ ସତରେ ହେଇଠିକି ଯିବି ହଁ ହେଇଠିକି ଗଲେ ଦବ ନା ତାହେଲେ ଦଉଛ ଫଳ ଆଗ ଦେଖଉନ ଆଚ୍ଛା ତୁ ମିଠା ଫଳ ଚାଖିବୁ ନା ମୁଁ ଚାଖିବି ନା ଯିବିନି ତ ଠିକ ଅଛି ଯିବିନି ନା ଆରେ ମୁଁ ଦଉଛି ମିଠା ଫଳ ଏ ନେ ଚା କେମିତି ଲାଗିବ ଜାଣିପାରୁନୁ ଫଳ କାନ ମୁଠି ଝିମି ଝିମି ହଉଛି ଏରା କି ଫଳ ବେ ତ ଫଳ ବାଗ ନାହିଁ ମୁଁ ତୋଠୁ ଖାଇବିନି ଆରେ ଆହୁରି ଅଧିକ ମିଠା ଫଳ ଅଛି ତୁ ଆଉ ଅଧିକା ଦେ ନା ବୁଦ୍ଧି ଆଉ ଶିଖା ନା ଶଳା ଜିନିଷଟା ଦେଖିଦେଲି ତ ମୋତେ ବାଡ଼େଇକି ପଠେଇ ଦେଇକି ତୁ ହୁକୁଟା ପକେଇ ନା ରେ ପୁଅ ମୁଁ ଯିବିନି ନା ଜମା ମୁଁ ଯିବିନି ତୁ ଯା ମୁଁ ଯିବିନି ଶଳା ନୁକୁଟା ତୁ ଯା ମୁଁ ଯିବିନି ନା ଏ ମା ଫଳ ମାଇ ଆଇଲ ଆରେ ତୁ ମିଠା ଫଳ ଚାଖିବୁ ପରା ନା ବେ ଫଳ ଗୁରା ଭଲ ଲାଗୁନି ପଡୁଛି ଅଧିକ ମିଠା ଫଳ ଅଛି ଆହୁରି ଅଧିକା ରଖିଛ କାହିଁ ଦେଲ କିଣି ଦଉଛ ଠିକ ଅଛି ସତରେ ଦବ ଏଥର ଭଲ ଫଳ ଦବା ଇଆଡୁ ସାଡୁ ଦବନି ତୁ ମିଠା ଫଳ ଚାଖିବୁ ଚାଖିବି ନ ଯିବିନି ତ ଆଉ ନେ ମିଠା ଫଳ ଏଇଟା 13-14 ମାସ ହେଲା ଗାଧେଇନି ଏମିତି ଗନ୍ଧଉଛି ନଙ୍କା ଛେଳି ଗନ୍ଧେଇଲା ଏଇଆ ଗନ୍ଧଉଛି ଆଚ୍ଛା ତମେ କାଲି ଯିବ ସକାଳୁ ନା ସାବୁନ ଲଗେଇକି ରେଣ୍ଠି ହେଇକି ଗାଧେଇବ ଚଳା ବାସନା ଜମା ମୂର୍ଖ रे निर्बध कुकुर माने ए तृतीय पन्न वर्ष नथिबा छाए केबे आसीबा पई चेष्टा करिवो नाही नारीर सम्मुखे हाँ हाँ नारीर सम्मुखे हाँ सुन से माने तो ठेरु चली गलेनी तुम एथर चली जाओ तुम गंतव्य स्थल रे ओ मो आसुची के सुनी पा ला 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 हे कहिब हाँ कहबाकू तो अनेक किछि अछि हेले कौन कहबी मु निजे भी बुझी पारुनी एत बड़ घोर संकट रे मते उद्धार करिला से दानव कबड़ रे मते उद्धार करिला ता प्रति बदल रे तुमे कौन मोठारु किछि उपहार ग्रहण करबनी तुमे ठीक ए सुनिबाकू चाहुथिला ना किंतु मु तुमको यह कहबाकू चाहे नहीं कहीं कि ना ए पुरुष शब्दर प्रत्येक पुरुष शब्द को मो घृणा करे तेणु मु तुमको घृणा करूची घृणा अरे पर अजब छियो तमे मु तुमको से दानव कपाल रक्षा कली तबे मत प्रशंसा करिया परिवर्ते घृणा करूछ घृणा मु तुमको घृणा करूची घृणा कहीं कि ना तुम कथाबार्ता मु ठीक जानी पारुची तुमे मते पाइबा पई ए सब जानी सुनी चक्रांत करिछ किंतु मु कोनसी पुरुष प्रेम रे बांधी हबा पई चाहे नहीं कहीं कि ना ए समाज रे नारी माने हेउचंदी श्रेष्ठ
ପୁରୁଷ ମାନେ ହେଉଛନ୍ତି ଆମ ପାଦ ତଳର। ନାଇଁ କଣ କଲେ ତମେ? ସମାଜରେ ନାରୀ ଶ୍ରେଷ୍ଠ ଆଉ ପୁରୁଷ ହେଉଛି ନିଜ। ଏ ସମାଜରେ ନାରୀ ମାନେ ହେଉଛନ୍ତି ଶ୍ରେଷ୍ଠ, ପୁରୁଷ ମାନେ ହେଉଛନ୍ତି ନିଚ ନଗଣ୍ୟ। ନା ମୁଁ କହୁଛେ ସମାଜରେ ପୁରୁଷ ହେଉଛି ଶ୍ରେଷ୍ଠ, ସେଥିପାଇଁ ସଦା ସର୍ବଦା ନାରୀ ମାନେ ହେଉଛନ୍ତି ପୁରୁଷ ମାନଙ୍କ ପାଦ ତଳେ। ପ୍ରଭୁ ରାମଚନ୍ଦ୍ରଙ୍କ ପାଦ ସେବିକା ମା ସୀତା, ପ୍ରଭୁ ନାରାୟଣଙ୍କ ପାଦ ସେବିକା ମା ଲକ୍ଷ୍ମୀ, ଆଉ ସରସ୍ୱତୀ ତମେ ବିଶ୍ୱାସ କରିପାରିବ? କରିପାରିବି ପାର୍ଥ। କାହିଁକି କରିପାରିବିନି? ଯେତେବେଳେ ସର୍ବଦେବତା ମଣ୍ଡଳୀ ମହିଷାସୁରକୁ ବଧ କରିପାରି ନଥିଲେ, ସେତେବେଳେ ମା ଦୁର୍ଗତି ନାସିନୀ ଦୁର୍ଗାକୁ ଆବାହନ କରିଥିଲେ। ଆଉ ମା ଦୁର୍ଗତି ନାସିନୀ ଦୁର୍ଗା ମହିଷାସୁରକୁ ବଧ କରି ଦର୍ଶାଇ ଦେଇଥିଲେ ଯେ ଏ ଦୁନିଆରେ ନାରୀ ମାନଙ୍କ ଉଚ୍ଚତା ହେଉଛି ଶ୍ରେଷ୍ଠରେ, ପୁରୁଷ ମାନେ ହେଉଛନ୍ତି ନିଚ ନିଚ ନିଚ। କଣ କହିଲେ ତମେ? ସମାଜରେ ନାରୀ ଶ୍ରେଷ୍ଠ? ଯଦି ନାରୀ ଶ୍ରେଷ୍ଠ ତାହେଲେ କୌଣସି ନାରୀ ବିନା ପୁରୁଷର ସାନ୍ନିଧ୍ୟରେ ମାତୃତ୍ୱ ଲାଭ କରିପାରେ କି? କରିପାରେ ପାର୍ଥ। କାହିଁକି କରିପାରିବନି? ଯେମିତି ମାତା ପାର୍ବତୀ ଶ୍ରୀ ଗଣେଶକୁ ଜନ୍ମ ଦେଇଥିଲେ, ଏ ଦୁନିଆରେ ସବୁ କିଛି ସମ୍ଭବ ପାର୍ଥ। ଏ ଦୁନିଆରେ କୌଣସି ଜିନିଷ ଅସମ୍ଭବ ନୁହେଁ। ସେଥିପାଇଁ ତ ନାରୀ ମାନେ ହେଉଛନ୍ତି ଶ୍ରେଷ୍ଠ, ପୁରୁଷ ମାନେ ହେଉଛନ୍ତି ନିଚ ନିଚ ନିଚ। କଣ କହିଲୁ ତୁ? ଏତେ ସାହସ କର ତୁ ପୁଣି ଏ ତୃତୀୟ ପାଣ୍ଡବ ଅର୍ଜୁନକୁ କରିବୁ ଧିକ୍କାର? ନାଇଁ, ମୁଁ ହେଉଛି ତୃତୀୟ ପାଣ୍ଡବ ଅର୍ଜୁନ। ଧନ ହୁଏ ଧରାକୁ କରିଥିଲି ଧାରଣ, ଦ୍ରୌପଦ ରାଜସଭାରେ ବରଣ କରିଥିଲି ଦ୍ରୌପଦୀ ସୁନ୍ଦରୀ। ଆଉ ତୁ ହେଉଛୁ ସାମାନ୍ୟ ରାଜକନ୍ୟା ମଲ୍ଲିକା। ତୁ ପୁଣି ମତେ କରିବୁ ଧିକ୍କାର? ନାଇଁ, ଅପେକ୍ଷା କର ଉଦ୍ଧତା ମଲ୍ଲିକା। ମୁଁ ତୋର ସେ ଗର୍ବ ଦମ୍ଭ ଅହଙ୍କାରକୁ ମାଟିରେ ମିଶାଇ ଦେବି। ମୁଁ ପ୍ରମାଣ କରିଦେବି ସମାଜରେ ପୁରୁଷ ହେଉଛି ଶ୍ରେଷ୍ଠ। ଆଉ ଶୁଣ, ତୋ ଜୀବନରେ ଦିନେ ନା ଦିନେ ଏତେ ଦୁଃଖ ଆସିବ ଯେ ଦୁନିଆ ସମାଜ ତତେ କହିବ କାନ୍ଦେନା ଲୁହ ସରିଯିବ। ସେଇଠାରେ ଛିଡ଼ା ହୁଅ ପାର୍ଥ। ମୁଁ ବି ଦେଖିବି ତୁମେ କିପରି ଦର୍ଶାଇ ଦେବ ଯେ ଏ ଦୁନିଆରେ ପୁରୁଷ ମାନେ ହେଉଛନ୍ତି ଶ୍ରେଷ୍ଠ ଆଉ ନାରୀ ମାନେ ହେଉଛନ୍ତି ନିଚ। ମୁଁ ବି ରାଜା ସତାଇଙ୍କ କନ୍ୟା ମଲ୍ଲିକା ସୁନ୍ଦରୀ। ମୁଁ ବି ଠିକ ସେହି ଦିନକୁ ଅପେକ୍ଷା କରି ରହିଲି ପାର୍ଥ। ଏ ଦୁନିଆ ମତେ କିପରି କହିବା କାନ୍ଦେନା ଲୁହ ସରିଯିବ। बदल